ହେଉଛି କୋସି ନଦୀ। ଗୋଟେ ଲେଖା ଆମ ପାଖରେ ଅଛି କୋସି ନଦୀ ବିହାର କା ଦୁଃଖ ଶୀର୍ଷକରେ। ତ ଆମେ ଚେଷ୍ଟା କରିବା ବୁଝିବାକୁ ଯେ କାହିଁକି ଏହି ନଦୀକୁ ଏମିତି ଗୋଟେ ଦୁଃଖଦ ନାଁ ଦିଆଯାଇଛି। ହଁ, ଏଇ ନାଁଟା ଶୁଣିଲେ ହିଁ ମନରେ ପ୍ରଶ୍ନ ଆସେ। ଗୋଟେ ନଦୀ ଯାହା ଜୀବନ ଦିଏ ତାକୁ ଦୁଃଖ କାହିଁକି କୁହାଯିବ? ସେଇଆ ତ, ଏଇ ଦୁଃଖ ଶବ୍ଦଟା ବହୁତ ଭାରି ଲାଗୁଛି ଗୋଟେ ନଦୀ ପାଇଁ। ତେବେ ଏହା ପଛର କାରଣ କ'ଣ? କ'ଣ ରହିଛି ଏହା ଭିତରେ? ଦେଖନ୍ତୁ, ଏହାର ମୂଳ କାରଣଟା ହେଲା ଏଇ ନଦୀର ବନ୍ୟା। ଆଉ ସାଧାରଣ ବନ୍ୟା ନୁହେଁ। କୋସି ନଦୀର ବନ୍ୟା ମାନେ ଭୟଙ୍କର, ବାରମ୍ବାର ଆସେ, ଆଉ ଯେଉଁ କ୍ଷୟକ୍ଷତି କରେ ସେଇଟା ବହୁତ ବେଶୀ। ବାରମ୍ବାର ଆସେ କହିଲେ, ଆଉ କ୍ଷୟକ୍ଷତିଟା କେତେ ବ୍ୟାପକ? ଲେଖାରେ କିଛି କୁହାଯାଇଛି ଏ ବିଷୟରେ? ହଁ, କୁହାଯାଇଛି। ଆଉ ଯେଉଁ ସଂଖ୍ୟା ଦିଆଯାଇଛି ସେଇଟା ସତରେ ଚିନ୍ତା କରିବା ଭଳି। ଲେଖା ଅନୁସାରେ ଏହି ବନ୍ୟା ପ୍ରତିବର୍ଷ ପାଖାପାଖି 21,000 ବର୍ଗ କିଲୋମିଟର। କେତେ? 21,000 ବର୍ଗ କିଲୋମିଟର? ହଁ। ସେତିକି ଅଞ୍ଚଳର ଉର୍ବର ଚାଷୀ ଜମିକୁ ଏ ବନ୍ୟା ପ୍ରଭାବିତ କରେ? ବାପ୍ରେ, 21,000 ବର୍ଗ କିଲୋମିଟର ମାନେ ତ ବହୁତ ବଡ଼ ଅଞ୍ଚଳ। କେତେ ଛୋଟ ଛୋଟ ଦେଶଠୁ ବି ବଡ଼ ହବ। ନିଶ୍ଚୟ। ତ ପ୍ରତିବର୍ଷ ଏତେ ଚାଷ ଜମି ଯଦି ନଷ୍ଟ ହେଉଛି, ତାହେଲେ ତ ଅର୍ଥନୀତି ଉପରେ ଏହାର ପ୍ରଭାବ ଭୟଙ୍କର ପଡ଼ୁଥିବ। ଏକଦମ ଠିକ୍ କହିଲେ। ସେଇଟା ହିଁ ମୁଖ୍ୟ କଥା। ଏହା କେବଳ ଫସଲ ନଷ୍ଟ ହେବା ନୁହେଁ। ବନ୍ୟା ପରେ ଜମିରେ ବାଲି ଚରିଯାଏ, ଜମି ଅନୁର୍ବର ହୋଇଯାଏ। ବହୁତ ସମୟ ଲାଗେ ସେ ଜମି ପୁଣି ଚାଷ ଯୋଗ୍ୟ ହେବା ପାଇଁ। ଆଉ ସେଇ ଅଞ୍ଚଳର ଅଧିକାଂଶ ଲୋକ ତ ଚାଷ ଉପରେ ନିର୍ଭର କରନ୍ତି। ତେଣୁ ସେମାନଙ୍କର ଜୀବିକା ପୂରାପୂରି ପ୍ରଭାବିତ ହୁଏ। ତାହେଲେ ତ ଏଇଟା ଗୋଟେ ଦୁଶ୍ଚକ୍ର ଭଳି। ପ୍ରତିବର୍ଷ ବନ୍ୟା, ପ୍ରତିବର୍ଷ କ୍ଷତି, ଆଉ ପ୍ରତିବର୍ଷ ଲୋକଙ୍କର ଦୁର୍ଦ୍ଦଶା। ହଁ, ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗିଯାଏ ବୋଲି କହିଲେ ଚଳେ। ଏଥିପାଇଁ ବୋଧେ ଏହାକୁ ବିହାରର ଦୁଃଖ କହୁଛନ୍ତି। ଏଇଟା କେବଳ ଗୋଟେ ନାଁ ନୁହେଁ, ସେଠାକାର ବାସ୍ତବ ଚିତ୍ର।